आज ହେଉଛି ପବିତ୍ର ଶୀତଳ ଷଷ୍ଠୀ। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ସହର ଉତ୍ସବ ମୁଖର ହୋଇ ଉଠିଛି। ଦେବାଦିଦେବ ମହାଦେବ ଓ ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବକୁ ନେଇ ସମଗ୍ର ଅଞ୍ଚଳ ଏବେ ଭକ୍ତିମୟ ପରିବେଶରେ ମଗ୍ନ ରହିଛି। 2 ଦିନ ଧରି ବିଭିନ୍ନ ରୀତିନୀତି ସମ୍ପନ୍ନ ହେବା ପରେ ଆଜି ମହାଦେବ ବରଯାତ୍ରୀରେ ବାହାରି ମା ପାର୍ବତୀଙ୍କ ପାଣି ଗ୍ରହଣ ପାଇଁ କନ୍ୟା ଗୃହକୁ ଯାଇଥିଲେ। ବଣାଇସ୍ଥିତ ବାବା ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ସନ୍ଧ୍ୟା ପ୍ରାୟ 7 ଘଟିକା ସମୟରେ ମହାଦେବଙ୍କ ବିଶାଳ ବରଯାତ୍ରୀ ଆରମ୍ଭ ହୋଇଥିଲା। ଏଥିରେ ବିଭିନ୍ନ ଦେବାଦେବୀଙ୍କ ବିଗ୍ରହ, ଲୋକନୃତ୍ୟ ଦଳ, ସାଂସ୍କୃତିକ ଟିମ୍, ଢୋଲ, ନିଶାନ, ଘଣ୍ଟ, ଶଙ୍ଖ, ମହୁରୀ ଓ ଡିଜେ ବାଦ୍ୟ ସାମିଲ ହୋଇଥିଲା। ପ୍ରାୟ 3000ରୁ ଅଧିକ ଭକ୍ତ ଓ ବରଯାତ୍ରୀ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଢୋଲ ଓ ନିଶାନର ତାଳେ ତାଳେ ଶୋଭାଯାତ୍ରା ଆଗକୁ ବଢ଼ୁଥିବା ବେଳେ ଅଞ୍ଚଳର କଳାକାରମାନେ ଆକର୍ଷଣୀୟ ଲୋକନୃତ୍ୟ ପରିବେଷଣ କରିଥିଲେ। ବିଭିନ୍ନ ବାଦ୍ୟର ଗର୍ଜନରେ ସମଗ୍ର ବଣାଇ ସହର ଉତ୍ସବ ମୁଖର ହୋଇ ଉଠିଥିଲା। ମାତା ପିତା ହିସାବରେ ଯାଉଛୁ ଆଜି ତାଙ୍କୁ ବାହାଘର କରିବା ପାଇଁ। ଆଉ ବହୁତ ଲୋକଙ୍କର ସମାଗମ ହେଇଛି, ଏତେ ଲୋକଙ୍କର ଭକ୍ତିଭାବ ଅଛି, ସେଥିପାଇଁ ଆମେ ମଧ୍ୟ ବହୁତ ଖୁସି ଲାଗୁଛି। ଆଉ ବହୁତ ଆନନ୍ଦ ବିଷୟ ଆମେ ସୌଭାଗ୍ୟ ଅର୍ଜନ କରିଛୁ। ଭାଗ୍ୟବାନ ଯେ ଆମେ ଆଜି ଶିବଙ୍କର ମାତା ପିତା ରୂପରେ ଆମେ ଯାଉଛୁ ତାଙ୍କୁ ବାହାଘର କରିବା ପାଇଁ। ଏଥର ଆମେ ଟୋଟାଲ 3000 ଲୋକଙ୍କର ଆମେ ଖାଇବା ପିଇବା ସେଇଠି ବନ୍ଦୋବସ୍ତ ହେଇଛି। ଆମର ପାଣି ବ୍ୟବସ୍ଥା ହେଇଛି। ଆଉ ସେଠି ଆମେ ଏବେ ବର୍ତ୍ତମାନ ଆମର ସାଙ୍ଗରେ ଏଇ ଯେଉଁ ଆମେ 2500 ପାଖାପାଖି ଲୋକ ଯାଉଛନ୍ତି ଆମ ସହିତ ବରଯାତ୍ରୀ। ସେଠି ଆଉ 500-600 ଲୋକ ହେବେ। 3000 ପ୍ଲସ୍ ଆମର ସମାଗମ ହେବେ ବୋଲି ଆମେ ଆଶା କରୁଛୁ। ଆସନ୍ତା କାଲି ପୁଣି ଆମେ ଆମର ଏବେ ବାହାଘର କରିବୁ। କାଲି ପୁଅ ବୋହୂଙ୍କୁ ଧରିକି ପୁଣି ମନ୍ଦିରକୁ ଫେରିବୁ। କାଲି ବି ଶୋଭାଯାତ୍ରା ହେବ। କାଲି ବି ବହୁତ ଲୋକ ଏଠି ସମାଗମ ହେବେ ବୋଲି ଆମର ଆଶା। ଆମକୁ ବହୁତ ଖୁସି ଲାଗୁଛି। ଆମେ କୋଉ ଜନ୍ମରେ କ'ଣ କରିଥିଲୁ, ଆମେ ଏତେ ଭାଗ୍ୟବାନ ଯେ ଆମେ ଶିବଙ୍କର ପିତାମାତା ହେଇଛୁ। ଶୋଭାଯାତ୍ରା ମା ବାସୁଳୀ ମନ୍ଦିରରେ ପହଞ୍ଚିବା ପରେ ବରଯାତ୍ରୀଙ୍କୁ ପାରମ୍ପରିକ ରୀତିରେ ପାଛୋଟି ନିଆଯାଇଥିଲା। ମା ପାର୍ବତୀଙ୍କ କନ୍ୟା ପିତାମାତା ଭାବେ ରାଜୁ ପୁଷେଠ ଓ କବିତା ପୃଷେଠ ଏବଂ ମହାଦେବଙ୍କ ବର ପିତାମାତା ଭାବେ ସମ୍ପନ୍ନ ଦାସ ଓ ନିତୁ ଦାସ ଏହି ପବିତ୍ର ଦାୟିତ୍ୱକୁ ପାଇଁ ନିଜକୁ ଧନ୍ୟ ମନେ କରିଥିଲେ। ଦେବ ଦମ୍ପତିଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ସେମାନେ ନିଜକୁ ଧନ୍ୟ ମନେ କରିଥିଲେ। ସମସ୍ତ ବୈଦିକ ରୀତିନୀତି ଅନୁସାରେ ମହାଦେବ ଓ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଆଜି ଆଜ୍ଞା ଶୀତଷଷ୍ଠୀର ଆଜି ବରଯାତ୍ରୀ ଆମର ଆଜି ବରଯାତ୍ରୀ ଆସୁଛନ୍ତି। ଆମେ ବରଯାତ୍ରୀଙ୍କ ଅପେକ୍ଷାରେ ଆମେ ସମସ୍ତେ ରହିଛୁ। ବରଯାତ୍ରୀ ପହଞ୍ଚିବେ ଏଠି ଯାହା ସେପଟୁ ଆମକୁ ଖବର ଆସିଛି 3000 ବରଯାତ୍ରୀ ଆସୁଛନ୍ତି। 3000 ଆମେ ତାଙ୍କର ଖାଇବା ବ୍ୟବସ୍ଥା କରିଦେଇକି ଆମେ ସମସ୍ତେ ତାଙ୍କର ଅପେକ୍ଷାରେ ଅଛୁ। ସାର୍ ଖୁସି ତ ସାର୍ ବହୁତ ଅଛୁ, କାହିଁକି ସବୁଆଡ଼ୁ ସମସ୍ତେ ଆଜ୍ଞା ଗୋଟେ ଆମକୁ ବହୁତ ଗୁଡ଼ାଏ शुभेच्छा देउछन्ति कि गोटे बहुत भल काम होछि सर। निजको बहुत गर्व मन करछु। और सर गोटे सौभाग्य हम पई कि बढ़िया सर गोटे भल अपोजिट आम पाइलु। सर झील जो विदा हम सर गोटे प्रकार सर गोटे खुशी भी लगुच सर, गोटे प्रकार दुख भी लगुच सर। जमती सर निज झील को बाहर दिया हुए सर सेमती आम 2 दिन धरी से माने रीतिनीति परंपरा आम से भाया पार्वती माँ को कहलु सर जेहेतु विदाय देवु सर। गोटे दुख सर गोटे मन कष्ट के माँ को विदाय देवु झील हिसाब से। आज हेउची बाहागर शिव पार्वती माँ को बाहागर अच्छी, तो बहुत खुशी अच्छु। बरयात्री आसुचन अपेक्षार अच्छु आम। आ बहुत दुख भी लगुच कि पार्वती माँ को विदाई करूँ से बहुत खुशी अच्छु कि ये काम करने आम सुजोग मिली। से बहुत गर्व मन करुँ। सौभाग्य आमर ये पितामाता ही पारिछु। बहुत दुख लगुच, बहुत दुख लगे सब व्यवस्था हो सारी। आम अपेक्षार अच्छु। बहुत खुशी भी लगुच आ दुख भी अच्छी मन में। मो पुआ बहु आज कन्यादान देवे बहुत खुशी लगुच। मोके भी बहुत खुशी लगुच, तार बापा के भी बहुत खुशी लगुच। एटा भाग्य थिले मिले। ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା। ଶୋଭାଯାତ୍ରା ଓ ବିବାହ ଉତ୍ସବକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ବଣାଇ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିଲା। ବଣାଇରୁ ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଏମ୍ ଓଡ଼ିଆ।